ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟ ରାଜବାଚ। ଆପଣା ଦୂତ ବାକ୍ୟ ଶୁଣି କିକି ବୋଇଲେ ଦଣ୍ଡ ପାଣି। ଯମରାଜାର ଆଜ୍ଞା ହତ ତେଣୁ ହୋଇଲା ବିପରୀତ। ବିଷ୍ଣୁ ଦୂତରେ ଯମଦୂତ ଯେଣୁ ହୋଇଲେ ପରାଜିତ। ଯାହାର ବଶ ସର୍ବଜନେ ଏ ଯେ ପବିତ୍ର ମୋର ମନେ। ଯମର ଦଣ୍ଡ ଭଗ୍ନ କଥା ପୂର୍ବରୁ ଶୁଣିଲା ନାହିଁ ତା। ଏତ ସଂସାରେ ଅଦ୍ଭୁତ ଭମୁନି କହିବା ତଦନ୍ତ। ତୁମ୍ଭର ତ ଅନ୍ୟ କେହି ସଂଶୟ ଛେଦି ମୋର ନାହିଁ। ଶ୍ରୀଶୁକବାଚ। ଏ ବିଷ୍ଣୁଦୂତରେ ଯମଦୂତ ଯେଣୁ ହୋଇଲେ ପରାଜିତ। ଯମର ଛାମୁରେ ମିଳିଲେ ସକଳ ବାରତା କହିଲେ। ଯମଦୂତାଉଚୁ ଏ ସଂସାରେ ଜନ୍ତୁ ଛନ୍ତି ଯେତେ ଏହାଙ୍କ ଶାସ୍ତି ଅବା କେତେ। ତ୍ରିବିଧ କର୍ମ ଯେ କରନ୍ତି ସଂସାରେ ଫଳ ସେ ଲଭନ୍ତି। ତେବେ ଅଖିଳ ଲୋକଙ୍କର ଦଣ୍ଡ କରନ୍ତି ଯେ ଅପାର। ତାହାର ମୃତ୍ୟୁ ଜାଣ ନାହିଁ ଅମୋକ୍ଷ ଅଛି ଅବା କାହିଁ। କର୍ମର ବଶ ହୁଏ ଜନ୍ତୁ ଶାସ୍ତି ଲଭନ୍ତି କର୍ମ ହେତୁ। ଯେଣୁ ଏ ଶାସ୍ତା ଏକ ଜଣ ତେଣୁ ଏ ଦୁଷ୍ଟ ଶାସ୍ତିମାନ। ଏହି ଅଶେଷ ଜନ୍ତୁଙ୍କର ତୁମ୍ଭେ ଯେ ଶାସ୍ତା ଦଣ୍ଡ ଧର। ଈଶ୍ୱର ମାନକ ଈଶ୍ୱର ଶୁଭ ଅଶୁଭର ଠାକୁର। ତୁମ୍ଭର ତାପ ଏବେ ନାହିଁ ପାପିଷ୍ଟ ଲୋକ ହିଁ ତ ରହି। ଅଦ୍ଭୁତ ସିଦ୍ଧ ଚାରିଜଣ ତୁମ୍ଭକୁ କଲେ ଅବଜ୍ଞାନ। ତୁମ୍ଭ ଆଦେଶ ଘେନି ଶିରେ ଆମ୍ଭେ ଯେ ଆଣୁଥିଲୁ ତାରେ। ଯାତନା ଗୃହକୁ ଆଣନ୍ତେ ମୋଚନ କରିଣ ତୁରିତେ। ପାଶକୁ ଛେଦିଲେ ପ୍ରତ୍ୟେକେ ସେମାନେ ଗଲେ ଅନ୍ତରିକ୍ଷେ। ତାହାଙ୍କୁ ଜାଣିବାର ପାଇଁ ଇଚ୍ଛା କରିଛୁ ଦଣ୍ଡ ସାଇଁ। ଶୁଣିବା କ୍ଷମା ଯେବେ ଅଛି ଏକଥା କହ ପ୍ରଭୁ କିଛି। ଯେ କ୍ଷଣେ ପାପୀ ଦୁଷ୍ଟ ଜନ ଉଚାରିଥିଲା ନାରାୟଣ। ଭୟ ନ କର ହୋ ବୋଇଲେ ତତ୍କ୍ଷଣେ ଆସି ସେ ମିଳିଲେ। ଶ୍ରୀଶୁକବାଚ। ଦୂତଙ୍କ ବାକ୍ୟ ଶୁଣି ଯମ ଆନନ୍ଦେ ହରଷ ବଦନ। କୃଷ୍ଣ ଭୟ ଚରଣ ତତ୍କ୍ଷଣେ କରି ସୁମରଣ। ଅତ୍ୟନ୍ତ ପ୍ରୀତ ହୋଇ ମନେ ବୋଲଇ ଶୁଣ ଭୃତ୍ୟଜନେ। ଯମବାଚ। ମତ ମୁଁ ଅଛି ଶ୍ରେଷ୍ଠ ଶୁଣ ଜଗତ ଯାହାର ଭିଆଣ। କାର୍ପାସୁ ଯେନେ ବସ୍ତ୍ର ହୋଇ ବିଶ୍ୱତେ ମନ୍ତ ତାର ତଇ। ଯାହାର ଅଂଶରୁ ଜଗତ ଜନ୍ମ ପାଳନ ପୁନର୍ହତ। ଯାହାର ନାମ ତତ୍ତ୍ୱଗୁଣ ବନ୍ଦନ କରେ ପ୍ରାଣୀ ମନ। କେଣିକି ଯାଇ ନ ପାରଇ ରଜୁରେ ଯେନେ ଗୋରୁ ଥାଇ। ନିୟମ ଡରେ ତାହାଙ୍କର ବନ୍ଧା ହୋଇଛି ଚରାଚର। ନାନା କର୍ମରେ ବନ୍ଧା ହୋଇ ଜଗତ ତାହାକୁ ସେ ବହି। ମୁହିଁ ମହେନ୍ଦ୍ର ନୈଋତ ବରୁଣ ଆଦି ଯେ ଦିଗନ୍ତ। ସୋମ ଅନଳ ମହେଶ୍ୱର ପବନ ବ୍ରହ୍ମାଦି ବାକର। ଏ ଆଦି ବିଶ୍ୱାବସୁ ଯେତେ ରୁଦ୍ରଗଣଙ୍କର ସହିତେ। ସିଦ୍ଧ କିନ୍ନର ଆଦି କରି ଯେତେ ସଂସାରେ ଅଧିକାରୀ। ସଂସାରେ କର୍ତ୍ତା ଅଛି ଯେତେ ଭୃଗୁ ଆଦି ଦେବ ସହିତେ। ଏ ଆଦି ଯେତେକ କହିଲୁ ତାହାର ମାୟା ନ ଜାଣିଲୁ। କେବା ଜାଣିବ ତା ମହିମା ପ୍ରଭୁର ନାମ ଗୁଣ ସୀମା। ଚକ୍ଷୁ ହୃଦୟ ବାକ୍ୟ ମନେ ଯାକୁ ଚିନ୍ତନ୍ତି ସାଧୁ ଜନେ। ସର୍ବ ଶରୀର ଆତ୍ମା ରୂପ ଇନ୍ଦ୍ରିୟଙ୍କର ଯେ ଅମାପ। ଯେ ପ୍ରଭୁ ଆତ୍ମା ତନ୍ତ୍ରେ ଥାଇ ସଂସାରେ ଚେଷ୍ଟା ଯେ କରଇ। ହେ ଦୂତେ ଶୁଣ ମୋ ଉତ୍ତର ଯାହାର ରୂପ ଗୁଣ ସାର। ସଂସାରେ ନିର୍ଭୟ ବିହରେ ହେଳେ ଅଶେଷ ପ୍ରାଣୀ ତାରେ। ଦେବ ପୂଜିତେ ଯେହୁ ଯୁକ୍ତ ଅତି ଅଦ୍ଭୁତ ବିଷ୍ଣୁଦୂତ। ଭକ୍ତିମନ୍ତ ପ୍ରାଣୀମାନଙ୍କୁ ଶତ୍ରୁର ଶଙ୍କା ନାହିଁ ତାଙ୍କୁ। ଆମ୍ଭକୁ ସଦା ସେ ରଖନ୍ତି ସର୍ବତ୍ର ଯେ ବିହରୁଥାନ୍ତି। ବିଷ୍ଣୁ ଅତିଥି ଯେଉଁ ଧର୍ମ ଅଜ୍ଞାନ ଦେବ ଋଷିଗଣ। ସିଦ୍ଧ ଅସୁରେ ଯକ୍ଷ ଗଣେ ମନୁଷ୍ୟ ବିଦ୍ୟାଧର ମାନେ। ଏ ସର୍ବ ଜାଣିବେ କେମନ୍ତ ତାହାର ମାୟା ଅପ୍ରମିତ। ଏ ସ୍ୱୟମ୍ଭୁ ନାରଦ କୁମର ଶିବ କପିଳ ମନୁବର। ପ୍ରହ୍ଲାଦ ଜନକ ଭୀଷ୍ମ ବଳି ଶୁକ ମୁହିଁ ଦ୍ୱାଦଶ। ହେ ଦୂତେ ଶୁଣ ମୋର ବାଣୀ ବିଷ୍ଣୁ ଭକତ ଏତେ ପ୍ରାଣୀ। ଗୁପତ ବିଶୁଦ୍ଧ ଦୁର୍ବୋଧ ଏ ଧର୍ମ ଜାଣି ମୃତ୍ୟୁ ଛେଦ। କୃଷ୍ଣ ଚରଣେ ଯାର ମନ ସଂସାରେ ଶ୍ରେଷ୍ଠ ସେହି ଜନ। ନାମ ଉଚ୍ଚାରନ୍ତି ଯେ ବାରେ ଭକତ ବୋଲି କହି ତାରେ। ଭାଗବତ ଯେ ବିଷ୍ଣୁବାଣୀ ପରମ ଧର୍ମେ ପରିମାଣୀ। ହେ ଦୂତେ ଈଶ୍ୱରଙ୍କ ନାମ ମହାତ୍ମ୍ୟ ଦେଖ ଉଚ୍ଚାରିଣ। ଅଜାମିଳ ଯେ ସେ ନାମରୁ ମୁକ୍ତ ହେଲା ମୃତ୍ୟୁ ପାଶରୁ। ବିଷ୍ଣୁର ନାମ ସଂକୀର୍ତ୍ତନ ପ୍ରାଣୀଙ୍କ ପାପ ବିମୋଚନ। ତତ୍କ୍ଷଣେ ନିକଟେ ମରଣ ପୁତ୍ରର ନାମ ନାରାୟଣ। ଉଚ୍ଚାର କଲା ଅଜାମିଳ ମୁକ୍ତି ଲଭିଲା ତତ୍କାଳ। ନାମ ମହିମା ନ ଜାଣନ୍ତି ବିଷ୍ଣୁ ମାୟାରେ ମୋହି ହୁଅନ୍ତି। ଯଜ୍ଞାଦି କରି ଜଡ଼ମତି ନାନା କର୍ମରେ ପ୍ରବର୍ତ୍ତନ୍ତି। ଏମତେ ଯେ ପ୍ରାଣୀ ପଣ୍ଡିତେ କୃଷ୍ଣ ସ୍ମରନ୍ତି ଅବିରତେ। ତାହାକୁ ମୋର ଦଣ୍ଡ ନାହିଁ ପାତକ ଯେତେ ତାକୁ ଥାଇ। ସକଳ ପାପ ହୁଏ ଭଙ୍ଗ ଯେତେ ଯେ ଈଶ୍ୱର ପ୍ରସଙ୍ଗ। ସମଦରଶୀ ସାଧୁଜନ ଯେ ସନେ ବିଷ୍ଣୁ ନାରାୟଣ। ଦେବତା ସିଦ୍ଧ ତାହାଙ୍କର ଯଶ କରନ୍ତି ସେ ବିସ୍ତାର। ପରମ ଈଶ୍ୱର ପାଦରେ ରକ୍ଷିତ ହୋଇ ସେ ହୁନରେ। ତାହାର ଦଣ୍ଡରେ ମୋହର କେବେ ନାହିଁ ଅଧିକାର।
ମୁକୁନ୍ଦ ଚରଣାରବିନ୍ଦ ନିତ୍ୟ ଶ୍ରଭଇ ମକରନ୍ଦ। ତହୁଁ ବିମୁଖ ଯେତେ ଜନ ତାହାଙ୍କୁ କରାଇ ବନ୍ଧନ। ତାହାକୁ ଆଣି ମୋ ଅଗ୍ରତେ ଯାତନା ଦିଅ ଅବିରତେ। ନିର୍ଲୋଭୀ ଯେ ପରମହଂସ ତା ସଙ୍ଗେ ନ କର ଜିଘାସ। ଗୃହ ବନ୍ଧନେ ମନ ଦେଇ ନିତ୍ୟ ସାଧୁପଣେ ଥାଇ। ଜିହ୍ବାକୁ ନ ଆସଇ ନାମ ନଚିନେ ଅଭୟ ଚରଣ। ନର ପାଦେ ଶିର ଦେଇ କେବେ ସ୍ତୁତି ନ କରଇ। ଏ ବିଷ୍ଣୁର କର୍ମରେ ବର୍ଦ୍ଧିତ ନିରତେ କୁସଙ୍ଗ ପ୍ରାପତ। ହେମନ୍ତ ଭାବେ ଯେତେ ପ୍ରାଣୀ ଯାତନା ଦିଅ ତାଙ୍କୁ ଆଣି। ମୋର ଦୂତର ଅପରାଧ କ୍ଷମା କରନ୍ତି ପଦ୍ମନାଭ। ଭକତ ପୁରୁଷ ପୁରାଣ କ୍ଷମା କରିବେ ନାରାୟଣ। ପଣ୍ଡିତେ ଯାର ପଦ୍ମପାଦେ ସେବନ୍ତି ନିତ୍ୟ ପ୍ରମାଦେ। ତାହାକୁ ମୋର ନମସ୍କାର ଦୋଷକୁ କ୍ଷମା କର ମୋର। ଶୁକବାଚ ଏଣୁ ସେ ବିଷ୍ଣୁ ସଂକୀର୍ତ୍ତନ ଜଗତେ ମଙ୍ଗଳ କାରଣ। ମହତ ଲୋକମାନଙ୍କର ଏକାନ୍ତ ଭକ୍ତି ରୂପବର। ଈଶ୍ୱର ଉଦତ ଚରିତ ଶୁଣି ଗାବନ୍ତି ଅବିରତ। ଶ୍ରୀକୃଷ୍ଣ ପାଦ ପଙ୍କଜରେ ଯେ ଜନ ମନ ସ୍ଥିର କରେ। ସେ ପ୍ରାଣୀ ମାୟା ବନ୍ଧ ମୋହେ ନ ପଡ଼େ ଯାତନା ସମୂହେ। ଯେ ଜନ ଲୋଭ ମୋହେ ପଡ଼ି ରଜତ ମରେ ଥାନ୍ତି ଜଡ଼ି। ତାହାର ପୂର୍ଣ୍ଣ ପୂର୍ଣ୍ଣ ହୋଇ ରଜ ତାମସ ଉପୁଜଇ। ହେମନ୍ତ ଯମ ବାକ୍ୟ ଶୁଣି ବିସ୍ମୟ ମନେ ପରିମାଣି। ଯମ କିଙ୍କର ଭୟ ଚିତ୍ତ ବୋଲନ୍ତି ଏ କି ବିପରୀତ। ଅଚ୍ୟୁତ ଆଶ୍ରେ ଯେତେ ଜନ ତାହାଙ୍କୁ ଭୟ କରେ ଯମ। ସେଦିନ ଠାରୁ ହେ ରାଜନ ଦେଖିଲେ ଭୟେ ହୁଅନ୍ତି ଛନ୍ନ। ମଳୟଗିରି ତଟେ ବସି ହରିଚରିତ ପରଶଂସି। କହିଲେ ତୁମ୍ଭ ଜନ୍ମ ଋଷି ଶ୍ରୀକୃଷ୍ଣ ମହିମା ପ୍ରକାଶୀ। ଦାସ ଜଗନ୍ନାଥ କହି କୃଷ୍ଣ ମହିମା ଯମ କହି। ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାं ସହିତାଂ 82 ଷଷ୍ଠ ସ୍କନ୍ଧେ ଶ୍ରୀକୃଷ୍ଣ ମହିମା ଯମ ବର୍ଣ୍ଣନେ ନାମ ତୃତୀୟ ଅଧ୍ୟାୟ। बोल आनंदे कवार हरि हरि बोल।